ବର୍ତ୍ତମାନ ବଡ଼ ଖବର ପାଣିପାଗକୁ ନେଇ ବଡ଼ ସୂଚନା ନୂଆ ଅପଡେଟ୍। ବାତ୍ୟା ନାଁ ଶକ୍ତି ଦେଲା କିଏ? ତେବେ କିଏ ଦେଲା ବାତ୍ୟାର ନାଁ ଶକ୍ତି? କେମିତି ହୁଏ ସାଇକ୍ଲୋନର ନାମକରଣ? ତେବେ ପୁଣି ଡରିଲାଣି ଆଉ ଏକ ବାତ୍ୟା। ଏପଟେ ବଙ୍ଗୋପସାଗରରେ ତାଣ୍ଡବ ରଚୁଛି ଲଘୁଚାପ। ପୁଣି ଏକ ଲଘୁଚାପ ଆସିବା ନେଇ ସୂଚନା। ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ତ୍ତମାନ ପ୍ରବଳ ବର୍ଷା ଲାଗି ରହିଛି। ତେବେ ଜାଣିବା ସମ୍ପୂର୍ଣ୍ଣ ଡିଟେଲ୍ସ ଇନଫର୍ମେସନ୍ ପାଣିପାଗକୁ ନେଇ। ତା ପୂର୍ବରୁ ଭିଡ଼ିଓକୁ ଲାଇକ୍ କରନ୍ତୁ, ଯଦି ପାରୁଛନ୍ତି ଆପଣଙ୍କର ସାଙ୍ଗସାଥିମାନଙ୍କୁ ଭିଡ଼ିଓଟିକୁ ସେୟାର କରିନିଅନ୍ତୁ। ଯଦି ଫ୍ରେଣ୍ଡସ୍ ଆପଣମାନେ ଆମର ଏହି ଚ୍ୟାନେଲରେ ନୂଆ ହିଁ ଭିଡ଼ିଓ ଦେଖୁଛନ୍ତି, ପୂର୍ବରୁ କେବେ ବି ସବସ୍କ୍ରାଇବ୍ କରିନାହାନ୍ତି, ତେବେ ନିହାତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ପାଖରେ ଆସୁଥିବା ବେଲ୍ ଆଇକନ୍କୁ ବଜାୟ ରଖିଥାନ୍ତୁ। ତେବେ ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଆରବ ସାଗରରେ ସୃଷ୍ଟି ହୋଇଛି ସାମୁଦ୍ରିକ ଝଡ଼। ଏହାର ନାମ ରଖାଯାଇଛି ଶକ୍ତି। ଆପଣ ଜାଣିଛନ୍ତି କି ଏଭଳି ନାମକରଣ କାହିଁକି କରାଯାଏ ଏବଂ କିଏ କରେ? ତେବେ ବାତ୍ୟାର ନାଁ ଜାଣିବା ପରେ ପାଣିପାଗ ବିଭାଗ, ବୈଜ୍ଞାନିକ ଏବଂ ସାଧାରଣ ଲୋକଙ୍କୁ ଜାଣିବାକୁ ସହଜ ହୋଇଥାଏ। ଅର୍ଥାତ୍ କେଉଁ ଅଞ୍ଚଳରୁ ବାତ୍ୟାର ସୃଷ୍ଟି ହୋଇଥାଏ ସେହି ଦେଶ କିମ୍ବା ଅଞ୍ଚଳ ସହିତ ନାମକରଣର ଏକ ସମ୍ବନ୍ଧ ରହିଥାଏ। ଠିକ୍ ଆରବ ସାଗରରେ ଘନୀଭୂତ ଏହି ସାମୁଦ୍ରିକ ଝଡ଼ର ନାମ ଶ୍ରୀଲଙ୍କାରୁ ଆସିଛି। ଶକ୍ତି ଶବ୍ଦଟି ସଂସ୍କୃତରୁ ଆସିଛି ଏବଂ ହିନ୍ଦୁ ଧର୍ମ ଅନୁସାରେ ଶ୍ରୀଲଙ୍କାରେ ମଧ୍ୟ ଏହାର ଅର୍ଥ ହେଉଛି ଦିବ୍ୟ ନାରୀ ଶକ୍ତି, ଉର୍ଜା, ବଳଶାଳୀ। ଅର୍ଥାତ୍ ସାମୁଦ୍ରିକ ଝଡ଼ ଶକ୍ତି ମଧ୍ୟ ଅଧିକ ଶକ୍ତିଶାଳୀ ହୋଇପାରେ। ସମୁଦ୍ର ଭିତରେ ବଳ ଗୋଟାଇ ଉପକୂଳ ଆଡ଼କୁ ଅଗ୍ରସର ହୋଇ ପ୍ରଳୟ ଆଣିପାରେ। ବଡ଼ କଥା ହେଲା ବାତ୍ୟାର ଏଭଳି ନାମକରଣ କେବେଠାରୁ ଆରମ୍ଭ କରାଗଲା। ଏକ ରିପୋର୍ଟ ମୁତାବକ 1953 ମସିହାରେ ଆଣ୍ଟାର୍କଟିକା ମହାସାଗରରେ ଆସିଥିବା ଏକ ସାମୁଦ୍ରିକ ଝଡ଼ର ପ୍ରଥମ ନାମକରଣ କରାଯାଇଥିଲା। ଏହାପରେ ଭାରତ, ବାଂଲାଦେଶ, ଶ୍ରୀଲଙ୍କା ଭଳି ଉପକୂଳବର୍ତ୍ତୀ ଦେଶଗୁଡ଼ିକ ଅନେକ ବାତ୍ୟା ଏବଂ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ିଛି। ହେଲେ ଅନେକ ଝଡ଼ର ନାମକରଣ କରାଯାଇ ନାହିଁ। ତାହାର ମଧ୍ୟ ଅନେକ କାରଣ ରହିଛି, କିନ୍ତୁ ଭାରତ ସାଗର କ୍ଷେତ୍ରରେ ରହିଥିବା 8ଟି ଦେଶ 2004 ମସିହାରେ ଏହି ନାମକରଣ ବ୍ୟବସ୍ଥା ଆରମ୍ଭ କରିଥିଲେ। ଏଠି 8ଟି ଦେଶ ଥିଲେ: ଭାରତ, ବାଂଲାଦେଶ, ମାଳଦ୍ୱୀପ, ଓମାନ, ପାକିସ୍ତାନ, ମିଆଁମାର, ଥାଇଲାଣ୍ଡ ଏବଂ ଶ୍ରୀଲଙ୍କା। ପରବର୍ତ୍ତୀ ସମୟରେ ଅର୍ଥାତ୍ 2018 ମସିହାରେ ଇରାନ, କତାର, ସାଉଦି ଆରବ, ୟେମେନ ଏବଂ ୟୁଏଇ ଭଳି ଦେଶ ସାମିଲ ହୋଇଥିଲେ। ବର୍ତ୍ତମାନ ସୃଷ୍ଟି ହୋଇଥିବା କୌଣସି ସାମୁଦ୍ରିକ ଝଡ଼କୁ ନେଇ ଏହି 13 ଦେଶ ହିଁ ନାମକରଣ ପାଇଁ ବିଚାର ବିମର୍ଶ କରୁଛନ୍ତି ଏବଂ ଝଡ଼ ସୃଷ୍ଟି ହୋଇଥିବା ସ୍ଥାନର ଅବସ୍ଥିତି ଏବଂ ଅଞ୍ଚଳକୁ ପରିଲକ୍ଷିତ କରି ନାଁ ଧାର୍ଯ୍ୟ କରାଯାଉଛି। ବଡ଼ କଥା ହେଉଛି କୌଣସି ସାମୁଦ୍ରିକ ଝଡ଼ର ନାମକରଣ କମିଟି ବା ସଂଗଠନ କରିନାହିଁ, ବରଂ ଏହା ପାଇଁ ଏକ ବ୍ୟବସ୍ଥା ରହିଛି। ଏଥିପାଇଁ ଆଲଫାବେଟ୍ ସିଷ୍ଟମ ମଧ୍ୟ ରହିଛି। ଯଦି ଭାରତ ମହାସାଗରରେ କୌଣସି ଝଡ଼ ସୃଷ୍ଟି ହୁଏ, ତେବେ ଆଲଫାବେଟ୍ ଅନୁଯାୟୀ ଯେଉଁ ଦେଶର ନାମ ପ୍ରଥମେ ଆସିବ ସେହି ଦେଶ ନାମକରଣ ଦିଏ। ଯେମିତିକି ପ୍ରଥମେ ବାଂଲାଦେଶ, ଭାରତ, ପରେ କ୍ରମ ଅନୁଯାୟୀ ଅନ୍ୟ ଦେଶଗୁଡ଼ିକ ହୋଇଥାନ୍ତି। ତେବେ କିନ୍ତୁ ପ୍ରତିଟି ଥର ଭିନ୍ନ ଭିନ୍ନ ଦେଶ ବାତ୍ୟାର ନାମ ଦେଇଥାନ୍ତି। ପୂର୍ବ ବର୍ଷ ବାତ୍ୟା ଦାନା ନାଁ ଯେମିତି କତାର ଦେଇଥିଲା, ଚଳିତ ଥର ବାତ୍ୟା ଶକ୍ତିର ନାଁ ମଧ୍ୟ ସେହିଭଳି ଶ୍ରୀଲଙ୍କା ଦେଇଛି। ଏପଟେ ପାଣିପାଗ ବିଭାଗ ବାତ୍ୟା ଶକ୍ତି ନେଇ ସତର୍କ ସୂଚନା ଜାରି କରିଛି। ଆଗାମୀ 3 ଦିନ ପର୍ଯ୍ୟନ୍ତ ମହାରାଷ୍ଟ୍ରର କିଛି ଜିଲ୍ଲାରେ ଏହାର ପ୍ରଭାବ ଅନୁଭୂତ ହେବ ବୋଲି ପାଣିପାଗ ପୂର୍ବାନୁମାନ କରିଛି। ମୁମ୍ବାଇ, ରାୟଗଡ଼, ରତ୍ନଗିରି, ପାଳଘର ଏବଂ ସିନ୍ଧୁଦୁର୍ଗ ଭଳି ଉପକୂଳ ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନ ଯିବାକୁ ବାରଣ କରାଯାଇଛି। ଆଇଏମ୍ଡି ଅନୁଯାୟୀ ପବନର ବେଗ ଆହୁରି ବଢ଼ିପାରେ। ଏହା ଯୋଗୁଁ ସମୁଦ୍ରରେ ଉଚ୍ଚ ଜୁଆର ଉଠିବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ପୂର୍ବ ବିଦର୍ଭ ଏବଂ ମରାଠୱାଡ଼ା ଅଞ୍ଚଳ ସମେତ ମହାରାଷ୍ଟ୍ରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି।